राजानुबाहु धृत शरधनुषं बद्ध पदमासनस्थ पीतं वासो वसानं नवकमलदल स्पर्धि नेत्रं प्रसरणं वामाङ्कारूढ सीता मुखकमल लप्सलोचनं नाभदात्र नानालङ्कारदीपितं ददत मुकुटा मुकुटजटा वन्दे श्रीरामचन्द्र वन्दे श्रीरामचन्द्र। नमस्कार। अमृत कथा बिंदुर यही अध्याय को आपण मानक स्वागत। आज्ञा युग है चारि युग। एक रे सत्य युग, दुई रे त्रेतया युग, तीन रे द्वापर युग एवं चारि रे होची कली। त्रेतया युगरे रघुवंश रे दशरथ बोली जणे राजा थिले। तांकर तिनी राणी कौशल्या, कैकेयी, सुमित्रा, चारि पुत्र राम, लक्ष्मण, भरत, शत्रुघ्न। तन्मध्यरु ए होची रामायणर कहानी। ओडिया साहित्य रे रामायण होची एक काव्य। तेणु राम नामर महिमा आज्ञा अनेक। राम 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 राजीव लोचन राम ना भजिया मोला लंकार रावण राम नाम सारो भाई राम नाम सारो राम पद चिन्ह आउ नाही प्रतिकारो। राम नामर महिमा आज्ञा अनेक। राम नाम सत्य है, हरि नाम सत्य है। रामंकर नाम सत्य, हरिंकर नाम मध्य सत्य। तेणु आज कहीं रामंक नाम विषय रे रामंकर किसी चर्चा करिबा। रामायण उपरे यही अमृत कथा माध्यम रे किसी आलोचना करिबा। सुंदर भजन दिए जहाँ आपण माने सुनिछंती। राजा कहे राणी सुन लो कहानी सीता रामंकर ओली भाबाणी। राजा कहे राणी सुन लो कहानी सीता रामंकर ओली भाबाणी। जेते करिले धर्म जेते करिले करम गंगा दुनिया रे एका सत राम नाम। सत मो कहुछि पुराण खाउछि। सत मो कहुछि पुराण खाउछि। राजा कहे राणी सुन लो कहानी सीता रामंकर ओली भाबाणी। तेणु आज से राम नामर महिमा संपर्क रे किसी रामायण कथा आलोचना करी देह मन को
ପବିତ୍ର କରିବା। ରାମଚନ୍ଦ୍ର ହେଉଛନ୍ତି ରାଜା ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର। ଗୋଟେ କଥା ଆଜ୍ଞା, ପୁତ୍ର ହୋଇ ବା ପୁଅ ଜନ୍ମ ହୋଇ ଯଦି ପିତାଙ୍କର ସମ୍ମାନକୁ ଆପଣ ନ ରଖିବେ, ପିତାଙ୍କର ଆଦେଶକୁ ଯଦି ଅବଜ୍ଞା କରିବେ, ପିତାଙ୍କର ଆଦେଶ ଯଦି ନ ମାନିବେ, ତାହେଲେ ଆଜ୍ଞା ସେ ପୁତ୍ର ଜନ୍ମର ସାର୍ଥକତା କିଛି ନାହିଁ। ସେଭଳି ପୁତ୍ର ଲକ୍ଷେ ଜନ୍ମ ହେଲେ କେତେ, ଜନ୍ମ ନହେଲେ ବି କେତେ। ସେଇ ପୁତ୍ରମାନଙ୍କ ଭିତରୁ ପୁରାଣ ଶାସ୍ତ୍ରରେ ଅନେକ ପୁତ୍ର ଅଛନ୍ତି। ଯୁଧିଷ୍ଠିର ଅଛନ୍ତି, ଶ୍ରବଣ କୁମାର ଅଛନ୍ତି, ସେମିତି ଭଗବାନ ପରମ ବ୍ରହ୍ମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମଧ୍ୟ ଅଛନ୍ତି। ମୂଳ ରାମାୟଣ ହେଉଛି ବାଲ୍ମୀକି ରାମାୟଣ। ମହର୍ଷି ବାଲ୍ମୀକିଙ୍କୁ ଭଗବାନ ବ୍ରହ୍ମା ପରାମର୍ଶ ଦେଇଥିଲେ ଯେ ତୁମେ ରାମାୟଣକୁ ରଚନା କର। ବାଲ୍ମୀକିଙ୍କର ଏମିତି ଦିବ୍ୟ ଶକ୍ତି ଥିଲା ଯେ ରାମାୟଣର ଘଟଣା ସବୁ ଘଟିନି, ସେ ତାଙ୍କର ଦିବ୍ୟ ଦୃଷ୍ଟିରେ ସେ ସବୁକୁ ଦେଖିପାରୁଥିଲେ ଏବଂ ତାକୁ ବିଭିନ୍ନ ଶ୍ଲୋକ ଛନ୍ଦ ମାଧ୍ୟମରେ ତାକୁ ଲେଖିପାରୁଥିଲେ। ଆପଣମାନେ ସମସ୍ତେ ଜାଣନ୍ତି, ପିତୃ ସତ୍ୟ ପାଳନ କରି ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ। ପିତୃ ସତ୍ୟ ଆଜ୍ଞା କଣ ଆପଣମାନେ ବି ଜାଣିଛନ୍ତି, ମୁଁ ବି ଜାଣିଛି, ପିଲାମାନଙ୍କ ବହିରେ ବି ପଢ଼ାଯାଉଛି ଯେ ଏକଦା ରାଜା ଦଶରଥ ରୋଗାକ୍ରାନ୍ତ ଥିଲେ ବା କୌଣସି ରୋଗରେ ପୀଡ଼ିତ ଥିଲେ। ରାଣୀ କୈକେୟୀ ଦଶରଥଙ୍କର ସେବା ଶୁଶ୍ରୂଷା କରିଥିଲେ। କୈକେୟୀଙ୍କର ସେବାରେ ସନ୍ତୁଷ୍ଟ ହୋଇ ରାଜା ଦଶରଥ ତାଙ୍କୁ 2ଟି ବର ଦେବା ପାଇଁ କହିଥିଲେ। କିନ୍ତୁ ସେତେବେଳେ ରାଣୀ କୈକେୟୀ ସେ ବର 2ଟି ମାଗିନଥିଲେ। କହିଲେ, ସ୍ୱାମୀ, ମୁଁ ସମୟ ସୁବିଧା ଦେଖି ସେ ବର ଆପଣଙ୍କୁ ନିଶ୍ଚିନ୍ତ ମାଗିବି। ଏହା ଭିତରେ କଣ ହେଇଛି ନା, ରାମଚନ୍ଦ୍ର ରାତି ପାହିଲେ ରାଜା ହେବେ। ରାମଚନ୍ଦ୍ରଙ୍କର ରାଜସିଂହାସନରେ ଆରୋହଣ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ବା ବ୍ୟବସ୍ଥା ସରିଯାଇଛି। ସ୍ୱର୍ଗରେ ଦେବତାମାନଙ୍କର ଭାଳେଣି ପଡ଼ିଲା। ଦେବତାମାନେ ଚିନ୍ତା କଲେ ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯଦି ଅଯୋଧ୍ୟାର ସିଂହାସନ ଆରୋହଣ କରିବେ, ଅଯୋଧ୍ୟାର ରାଜା ହେବେ, ତାହେଲେ ରାବଣକୁ ମାରିବ କିଏ? ରାବଣ ଯଦି ନ ମାରୁଛି, ରାବଣ ଯଦି ନ ମରୁଛି, ତାହେଲେ ସେମିତି ବିଶ୍ୱରେ ବା ସମଗ୍ର ସ୍ୱର୍ଗ ମର୍ତ୍ତ୍ୟ ପାତାଳପୁରରେ ହାହାକାର ବଞ୍ଚିଯିବ। ତେଣୁ ରାବଣ ଭଳି ଅସୁର ନିହାତି ନିପାତ ହେବା ଦରକାର। ସମସ୍ତେ ସେଇଠୁ କଣ କଲେ? ଦେବତାମାନେ ମା ସରସ୍ୱତୀଙ୍କ ପାଖରେ ଯାଇ ପହଞ୍ଚିଲେ। ମା ସରସ୍ୱତୀଙ୍କୁ କହିଲେ ଯେ ଆପଣ ତତ୍କ୍ଷଣାତ୍ ଅଯୋଧ୍ୟାକୁ ଯାଆନ୍ତୁ। କୈକେୟୀ ରାଣୀଙ୍କ ପାଖରେ ଏକ ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଦାସୀ ଜଣେ ଅଛି, ତାଙ୍କ ନାଁ ହେଉଛି ମନ୍ଥରା। ଆପଣ ମନ୍ଥରା କଣ୍ଠରେ ବସନ୍ତୁ ଏବଂ ମନ୍ଥରା କଣ କରିବ ନା, ରାଣୀ କୈକେୟୀଙ୍କୁ କୁଚକ୍ରାନ୍ତ ମାନ ସବୁ ଦବ। ସେଇଠୁ କଣ ହେଲା, ମା ସରସ୍ୱତୀ ସେଠୁ ଚିନ୍ତା କଲେ ଯେ ଯଦି ବର୍ତ୍ତମାନ ମୁଁ ଅଯୋଧ୍ୟାପୁରକୁ ଯାଉନି କି ଗୁପ୍ତ ମନ୍ତ୍ରଣା ଦେବା ପାଇଁ ମନ୍ଥରା କଣ୍ଠରେ ନ ବସୁଛି, ତେବେ ରାମଚନ୍ଦ୍ର ଆଉ ବଣକୁ ଯିବେନି କି ରାବଣକୁ ବିନାଶ କରିବେ ନାହିଁ। ତା ସହିତ ସନ୍ଥ ତୁଳସୀ ଦାସ ରାମଚରିତ ମାନସରେ ବର୍ଣ୍ଣନା କରିଛନ୍ତି ଯେ ମା ସରସ୍ୱତୀ କହୁଛନ୍ତି ଯେ ଯଦି ମୁଁ ବର୍ତ୍ତମାନ ଅଯୋଧ୍ୟାକୁ ନ ଯିବି, ତେବେ କବିମାନଙ୍କର
और चातुर्य किसी रहिबनी कि सेमाने राम वनवास को विभिन्न प्रकार शैली रे विभिन्न प्रकार ढंगरे रचना करें ना। सेठू जहाँ आपण मैंने समस्ते जानी माँ सरस्वती आसिले मंथरा कंठरे बसिले मंथरा कुचक्रांत देला कैकेयी जाकि दशरथ को कहले जे अतीत आपण मो सेवारे संतुष्ट होई मते कहितले दुईटा वर देवाई तेणु से दुईटा वर मते एबे आपण प्रदान करंतु। दशरथ कहले निश्चय देवी ताले वर कौन मागुछ माग ना मो पुओ भरत अयोध्यार राजा हब एवं रामचंद्र 14 वर्ष पाई बण को जी यहाँ पितृंकर सत्य। दशरथ ये आज्ञा कहार बड़ पुओ को छाड़िया रामों भाया पुत्र ये आज्ञा छाड़िया के चिंता कर दशरथ इच्छा नाला ये कथा जितेबले प्रभु रामचंद्र जानिले तेणु पितृसत्य पालन करी रामचंद्र 14 वर्ष बण को गले। ये कथा आज्ञा वाल्मीकि रामायण अयोध्या कांड वर्णित होती। तुलसीदास रामचरित मानस ये कथा लिखिछ। वाल्मीकि रामायण एवं तापरे परे तुलसी रामायण हेउछि मूल ग्रंथ किंतु महाकाव्य रामायण विभिन्न भाषा अन्य 300 रु विभिन्न रचना रही जना जाए। ता मध्यरु सर्वपुरातन हेउछि वाल्मीकि रामायण एवं ता परे परे हेउछि तुलसी रामायण बा रामचरित मानस। सेमती बलराम दास मध्य दांडी रामायण लिखिछन्ति, श्रीलंका रामायण अन्य देश मानकरे तांको भाषा रे गोटे इंडोनेशिया रामायण, जम्बोनिया रामायण, लाओस रामायण, इंग्लैंड रामायण, मालेशिया रामायण, जापान रामायण एमती 300 रु ऊर्ध्व रामायण रचना करा जाय। ता भितर आज्ञा गोटे रामायण कहानी आपन को कहूची जे आपण जहाँ जानिचंती मु पूर्वर मध्य आलोचना कली जे पितृसत्य पालन करी रामचंद्र 14 वर्ष बण को जाइथिले। पितृसत्य है कौन ना कैकेयी जो वर मागिथिले जे मो पुओ भरत राजा हेब एवं राम 14 वर्ष पाई बण को जीवे। ये है आज्ञा गोटे पितृसत्य। मु आपन को आज आउ गोटे पितृसत्य विषय कहूँ। अरे राजा दशरथ पारिधी को जाइछन्ति बा जंगल को जाइछन्ति। हठात काल बैशाखी आसिला, घूर्णिझड़ सृष्टि हैला। सैन्य सामंत पारिषद माने जो माने जाइथिले सेमाने समस्ते विच्छिन्न हो गले। दशरथंकर रथटी भांगी गला, घोड़ा माने कुआडे पळेई गले। एकुटिया खूब जोर वर्षा होउची, खूब जोर पवन होउची। एकुटिया राजा दशरथ कौनसी एक वृक्ष तले आश्रय नहीं। जमती संध्या आगत हो, संध्या आसी जाइछि, कौनसी प्रकार दशरथ आउ स्वगृह को अयोध्या को फेरिबार आउ किछि बाट नाही। से नाचा राजा दशरथंकर एक दिव्य दृष्टि थिला। राजा दशरथंकर महान तेज थिला। आउ राजा दशरथंकर गोटे भल गुण थिला कौन ना से समस्त पशु पक्षी माने जहाँ कथा होउथिले से तांको कथा को सुनी ताको बुझी पाउ। जेमती राजा दशरथ गछ मूले वृक्ष मूले आश्रय नहीं, उपरे दुईटी सारी कथबार्ता होउछन। पुरुष सारी स्त्री सारी को कहूची चाल आमे काली ठारू
ଅନ୍ୟ କୌଣସି ରାଜ୍ୟକୁ ପଳେଇବା। ସ୍ତ୍ରୀ ସାରିଟି କହୁଛି ଯେ କାହିଁକି ଅଯୋଧ୍ୟା ଭଳି ରାଜ୍ୟ, ଦଶରଥ ଭଳି ରାଜା, ଏ ରାଜ୍ୟରେ କିଛି ଅଭାବ ନାହିଁ, ତେଣୁ ଏଭଳି ରାଜ୍ୟ ଛାଡ଼ି ଆମେ ଅନ୍ୟ ରାଜ୍ୟକୁ କାହିଁକି ଯିବା? ତୁମେ ଗୋଟିଏ କଥା ଜାଣିନା, ଦଶରଥଙ୍କର ଖୁବ୍ ଶୀଘ୍ର ଶନି ସପ୍ତାହ ଆରମ୍ଭ ହେବ। ଆଜ୍ଞା, ଗୋଚରେ ଶନି ସପ୍ତମ, ଅଷ୍ଟମ, ନବମ। ସପ୍ତମ 2.5 ବର୍ଷ, 2 ବର୍ଷ 6 ମାସ, ଅଷ୍ଟମ 2.5 ବର୍ଷ ଏବଂ ନବମ ମଧ୍ୟ 2.5 ବର୍ଷ। ଏମିତି 7.5 ବର୍ଷ ହେଉଛି ଶନି ଦଶା। ଶନି ଦଶା ଯଦି ପଡ଼େ ଆଜ୍ଞା, ଆପଣମାନେ ସମସ୍ତେ ଜାଣିଛନ୍ତି ବିଭିନ୍ନ ପ୍ରକାର କ୍ଷୟକ୍ଷତି ହୁଏ, ଅସୁବିଧା ମଧ୍ୟ ହୁଏ। ତେଣୁ ଏଇ କଥା ଦଶରଥ ଶୁଣିଲେ। ଦଶରଥ ଚିନ୍ତା କଲେ ଯେ କାଲିଠାରୁ ମୋର ଶନି ସପ୍ତାହ ସମୟ ଆସିବ, ପ୍ରକୃତ କ'ଣ ରାଜ୍ୟରେ ଏମିତି ହାହାକାର ପଡ଼ିବ, ରାଜ୍ୟରେ ବିପତ୍ତି ପଡ଼ିବ, ତାହେଲେ କ'ଣ କରିବି? ଦଶରଥଙ୍କର ହଠାତ୍ ଗୋଟେ ଅତୀତ କଥା ମନେ ପଡ଼ିଗଲା। ଭଗବାନ ଶିବଙ୍କର ଯେତେବେଳେ ଶନି ସପ୍ତାହ ପଡ଼ିଥିଲା ବା ଶନି ସପ୍ତାହ ସମୟ ଯେତେବେଳେ ଆରମ୍ଭ ହେଲା, ଭଗବାନ ଶିବ ଯାଇ 7 ଦିନ ପାଣିରେ ବୁଡ଼ିକି ରହିଲେ। 7 ଦିନ ଗତ ହୋଇସାରିଲା ପରେ ମହାଦେବ ଜଳରୁ ଉଠି ଆସିଲେ ଏବଂ ମା ପାର୍ବତୀଙ୍କୁ କହିଲେ, ଦେଖ ମୋର ଶନି ସପ୍ତାହ ପଡ଼ିଥିଲା, ଆରମ୍ଭ ହେଉଥିଲା, ମୁଁ ଯାଇ ଜଳରେ ଲୁଚିଲି, ଶନି ମୋର କିଛି କ୍ଷତି କରିପାରିଲେ ନାହିଁ। ସେଇଠୁ ମା ପାର୍ବତୀ କହୁଛନ୍ତି, କି କଥା ଆପଣ କହୁଛନ୍ତି ପ୍ରଭୁ? ଦେବଙ୍କର ଦେବ ଆପଣ ମହାଦେବ, ତେଣୁ ଆପଣଙ୍କ ଭଳି ଦେବତାଙ୍କର ଦେବ ମହାଦେବ, ଆପଣଙ୍କ ଭଳି ଠାକୁର ଯଦି 7 ଦିନ ପାଣିରେ ବୁଡ଼ିକି ରହିଲେ, ତାହେଲେ ସମଗ୍ର ମନୁଷ୍ୟମାନେ କେତେ ଦିନ ଆଜ୍ଞା ରହିବେ? ଏମିତି କଥା କ'ଣ ହେଲା ନା ଦଶରଥଙ୍କର ମନେ ପଡ଼ିଗଲା। ଦଶରଥ ସେଠୁ ଚିନ୍ତା କଲେ, ହଁ ପ୍ରକୃତରେ ଯଦି ଶନି ସପ୍ତାହ ମୋର ଯଦି ଆସନ୍ତା କାଲିଠାରୁ ବା ଶନି ସପ୍ତାହ ଯଦି ମୋର ପଡ଼େ, ପ୍ରକୃତରେ ଘୋର ବିପ୍ପାତ ଯୋଗ ଆରମ୍ଭ ହେବ। ସେଇଠୁ କ'ଣ ହେଲା ନା ଦଶରଥଙ୍କର ବହୁତ ଶକ୍ତି ଥିଲା। ସେ ସେଠୁ କ'ଣ କଲେ ନା ଶନିଙ୍କ ନିକଟକୁ ଯିବା ପାଇଁ ଉଦ୍ୟମ କଲେ। ଯାଉଛି, ଶନିଙ୍କ ପାଖକୁ ଯିବି ଏବଂ ଶନିଙ୍କୁ ଏଇ କଥା କହିକି ଆସିବି। କିନ୍ତୁ ଦଶରଥ ଜାଣିନାହାନ୍ତି ଶନିଙ୍କର ଆଖିରୁ ସବୁବେଳେ ଆଜ୍ଞା ନିଆଁ ବାହାରେ, ଅଗ୍ନିଜାତ ହୁଏ ଶନିଙ୍କ ଆଖିରୁ। ଶନିଙ୍କ ସମ୍ମୁଖରେ ଯେକୌଣସି ବସ୍ତୁ ବା ଯିଏ ବି ପଡ଼ନ୍ତୁ ସେ ଭସ୍ମ ହୋଇଯାଆନ୍ତି। ଏ କଥା ଦଶରଥଙ୍କୁ ଜ୍ଞାତ ନଥିଲା। ଦଶରଥ ଯେତେବେଳେ ଶନିଙ୍କ ନିକଟକୁ ଯାଆନ୍ତେ, ଶନିଙ୍କର ତେଜରୁ ଦଶରଥ ଖସି ପଡୁଛି। ଏତିକିବେଳେ ଆଜ୍ଞା କ'ଣ ହେଇଛି ନା ଜଟାୟୁ ପକ୍ଷୀଙ୍କର ବି ସେମିତି ବହୁତ ତେଜ ଥିଲା, ଆଉ ସିଏ ବହୁତ କଥା ବି ସେ ଜାଣିପାରୁଥିଲେ, ଦିବ୍ୟ ଦୃଷ୍ଟି ତାଙ୍କର ଥିଲା। ଜଟାୟୁ ପକ୍ଷୀ ସେଠୁ ଚିନ୍ତା କଲେ, ଇଏ ରାଜା ଦଶରଥ, ଇଏ ଯଦି ବର୍ତ୍ତମାନ ତଳେ ପଡ଼ିଯାଆନ୍ତି, ଇଏ ତ ନିଶ୍ଚିତ ମୃତ୍ୟୁ ମୁଖରେ ପଡ଼ିବେ, ଆଉ ୟାଙ୍କ ଗର୍ଭରୁ ପ୍ରଭୁ ରାମଚନ୍ଦ୍ର ଜନ୍ମ ହେବେ, ଭଗବାନ ଜନ୍ମ ହେବେ। ତେଣୁ ନାହିଁ, କୌଣସି ପ୍ରକାର ୟାଙ୍କୁ ମୋତେ ବଞ୍ଚେଇବା ପାଇଁ ପଡ଼ିବ। ଦଶରଥ ଯେତେବେଳେ ଖସି ପଡୁଛନ୍ତି, ଜଟାୟୁ ପକ୍ଷୀ ତାର 2 ପକ୍ଷକୁ ବିସ୍ତାର କରିଦେଲା। ସେ ପକ୍ଷ ଉପରେ ଆସି ଦଶରଥ ପଡ଼ିଗଲେ। ପଚାରୁଛନ୍ତି ଜଟାୟୁ, ଆପଣଙ୍କ ଭଳି ରାଜା କୁଆଡ଼େ ଯାଉଥିଲେ? ଆପଣ ହଠାତ୍ ଖସି ପଡ଼ିଲେ। ଯଦି ମୁଁ ପକ୍ଷ ବିସ୍ତାର ନ କରିଥାନ୍ତି, ତାହେଲେ ଆପଣ ଆଜି ମୃତ୍ୟୁ ମୁଖରେ ପଡ଼ିଥାନ୍ତେ। ଦଶରଥ କହିଲେ, କିଏ ତୁମେ? ମୁଁ ଜଟାୟୁ। ନା ଆପଣ କୁଆଡ଼େ ଯାଉଥିଲେ? ନା ଏଇଭଳି ପ୍ରକାର କଥା ମୁଁ ଶୁଣିଲି ଯେ ମୋର ଶନି ସପ୍ତାହ ଆରମ୍ଭ ହେବ, ଦେଶରେ ମୋ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିବ, ସେଇ କଥା ମୁଁ ଶନିଙ୍କୁ କହିବା ପାଇଁ ଯାଉଥିଲି ବା ଶନିଙ୍କୁ ନିବେଦନ ବା ପ୍ରାର୍ଥନା କରିବା ପାଇଁ ଯାଉଥିଲି। ସେଠୁ ଜଟାୟୁ କହୁଛନ୍ତି, ଏଇ ସାଧାରଣ କଥା ଆପଣ ଜାଣିନାହାନ୍ତି, ଶନିଙ୍କ ତେଜ ମହାତେଜ, ଶନିଙ୍କ ସମ୍ମୁଖରେ ଯିଏ ପଡ଼ିବେ ସେ ଭସ୍ମ ହେଇଯିବେ। ଶନିଙ୍କର ଏତେ ତେଜ
ଯେ ଆପଣ ସେଠିକି ଯାଇନାହାନ୍ତି, ଅଧା ବାଟରୁ ଆପଣ ଖସି ପଡ଼ୁଥିଲେ। ଶୁଣନ୍ତୁ, ଆପଣ ଶନିଙ୍କ ସମ୍ମୁଖକୁ ନ ଯାଇ ଶନିଙ୍କ ପଛକୁ ଯିବେ, ଶନିଙ୍କୁ ସ୍ତୁତି କରିବେ, ନିଶ୍ଚିନ୍ତ ଶନି ଆପଣଙ୍କୁ ଅଭୟ ପ୍ରଦାନ କରିବେ। ଜଟାୟୁ ପକ୍ଷୀର ପରାମର୍ଶରେ ରାଜା ଦଶରଥ ସେଇଆ ବି କଲେ। ଶନିଙ୍କ ପାଖରେ ପହଞ୍ଚିଲେ, ଶନିଙ୍କ ପଛପଟେ ଶନିଙ୍କୁ ସ୍ତୁତି କରିବାକୁ ଲାଗିଲେ। କର୍ମକାଣ୍ଡରେ ଆଜ୍ଞା ଗୋଟେ ଦଶରଥ ପ୍ରୋକ୍ତ ଶନିସ୍ତର ସ୍ତୋତ୍ର ଅଛି। ଦଶରଥ ନିଜେ ଏ ସ୍ତୋତ୍ରଟିକୁ ନିଜେ ନିଜେ ରଚନା କରି ନିଜେ ତାକୁ ପଢ଼ିଲେ। ତାପରେ ଶନି ପ୍ରସନ୍ନ ହେଲେ, ଶନି ପ୍ରୀତ ହେଲେ। କଣ ରାଜା ଦଶରଥ, କଣ କହୁଛ କୁହ? କିନ୍ତୁ ଏଇ କଥା ଦଶରଥ କହିଲେ, ଆଜ୍ଞା ମୋର ଶନି ସପ୍ତାହ ସମୟ ଆରମ୍ଭ ହବ, ଦେଶରେ ବା ରାଜ୍ୟରେ ଦୁର୍ଭିକ୍ଷ ପଡ଼ିବ। ସେଇ କଥା ମୁଁ ଆପଣଙ୍କୁ ନିବେଦନ ବା ପ୍ରାର୍ଥନା କରୁଛି, ମୋ ରାଜ୍ୟରେ ସେମିତି କିଛି ବିପଦ ନ ପଡ଼ୁ। ତାପରେ ଶନି ଦଶରଥଙ୍କୁ ଅଭୟ ଦେଇଥିଲେ। ଆଉ ଶନି ମଧ୍ୟ ଏ କଥା କହିଥିଲେ ଯେ, ହେ ରାଜା ଦଶରଥ, ଆପଣଙ୍କର ହେଉଛି ରୋହିଣୀ ନକ୍ଷତ୍ର ବୃଷ ରାଶି, ତେଣୁ ମୁଁ ଆପଣଙ୍କୁ ଅଭୟ ଦେଲି, ମୁଁ ଆପଣଙ୍କୁ ବର ଦେଉଛି ଯେ ଆପଣଙ୍କ ରାଜ୍ୟରେ ସେମିତି କିଛି ଘଟଣା ଘଟିବ ନାହିଁ। ତା ସହିତ ରୋହିଣୀ ନକ୍ଷତ୍ର ବୃଷ ରାଶି ବ୍ୟକ୍ତି ବିଶେଷଙ୍କର ମଧ୍ୟ ଶନି ପୀଡ଼ା ରହିବ। ସେଇଠୁ ରାଜା ଦଶରଥ ଶନିଙ୍କ ଠାରୁ ଅଭୟ ପାଇ ତଳକୁ ଆସିଲେ। ଏଣେ ଜଟାୟୁ ପକ୍ଷୀ ଅପେକ୍ଷା କରିଲେ। ଜଟାୟୁ ତ ଆଜ୍ଞା ଦିବ୍ୟ ଦୃଷ୍ଟି, ତାଙ୍କର ବହୁତ ଦିବ୍ୟ ଦୃଷ୍ଟି, ଆଗତ ଭବିଷ୍ୟତ ଜଟାୟୁ ଜାଣିପାରନ୍ତି। ଜଟାୟୁ ଜାଣିପାରିଲେ ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭଗବାନ ଦଶରଥଙ୍କ ଠାରୁ ଉତ୍ପନ୍ନ ହେବେ। ସେଇଠୁ ରାଜା ଦଶରଥ ଆସି ପହଞ୍ଚିଲେ। କହିଲେ, ହେ ପକ୍ଷୀ ଜଟାୟୁ, ତୁମେ ଆଜିଠାରୁ ମୋର ମିତ୍ର ହେଲ, ତୁମେ ମୋର ପ୍ରାଣ ରକ୍ଷା କରିଛ ଏବଂ ହେବାକୁ ଥିବା ଦୁର୍ଦିନରୁ ଆପଣଙ୍କ ପରାମର୍ଶରେ ମୁଁ ଶନିଙ୍କୁ ପ୍ରାର୍ଥନା କରି ବର ପାଇଛି। ତେଣୁ କି ବର ମାଗୁଛ ମାଗ, ଆପଣ ଯାହା ମାଗିବେ ମୁଁ ଆପଣଙ୍କୁ ଦେବି। ଏବଂ ଆଉ ଗୋଟେ କଥା ଯେ ଆପଣ ଆଜିଠାରୁ ମୋର ମିତ୍ର ହେଲେ। ଜଟାୟୁ କହିଲେ, ହେ ରାଜା, ଆପଣ ସତ୍ୟ 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 ତ୍ରିବାର ସତ୍ୟ କରି କୁହନ୍ତୁ ଯେ ମୁଁ ଯାହା ମାଗିବି ଆପଣ ଦେବେ। ରାଜା ଦଶରଥ ସତ୍ୟ କଲେ। ସେଇଠୁ ଜଟାୟୁ କହୁଛନ୍ତି, ମୁଁ ଆଜ୍ଞା ଗୋଟେ ପକ୍ଷୀ, ଏବେ ସିନା ଆଜ୍ଞା ବୟସ ଅଛି, ଯୁବକ ଅବସ୍ଥା ମୋର, ତେଣୁ ସ୍ୱଚ୍ଛନ୍ଦରେ ମୁକ୍ତ ଆକାଶରେ ବୁଲି ପାରୁଛି, ଖାଇ ପିଇ ପାରୁଛି। କିନ୍ତୁ ଯେତେବେଳେ ମୁଁ ବୃଦ୍ଧ ହେବି, ସେତେବେଳକୁ ମୋର ଲାଳନ ପାଳନ ବା ମୋର ସେବା ଶୁଶ୍ରୂଷା କରିବ କିଏ? ଆପଣ ସତ୍ୟ କରନ୍ତୁ ଯେ ଆପଣଙ୍କର ଏବେ ତ କୌଣସି ପୁଅ କି ଝିଅ ଆପଣଙ୍କର ଜନ୍ମ ହେଇନାହାନ୍ତି, ଆପଣଙ୍କର ଯେବେ କୌଣସି ଏକ ପୁତ୍ର ସନ୍ତାନ ଜନ୍ମ ହେବ, ଆପଣ ମୋତେ ତାକୁ ଦେଇଦେବେ, ମୋ ହାତରେ ସେ ପୁଅଟିକି ଟେକିଦେବେ, ସିଏ ମୋର ପୁଅ ହେଇକି ରହିବ। ଦଶରଥ ସେଠୁ ଚିନ୍ତା କଲେ, କହିଲେ ଇଏ ଗୋଟେ ପକ୍ଷୀ, ମୋର ତ ଏପର୍ଯ୍ୟନ୍ତ କିଛି ପୁଅ ଝିଅ କିଛି ହେଇନି। ଏମିତି ଗୋଟେ ଭାବ ପ୍ରବଣତାର ବଶତଃ, ଭାବ ପ୍ରବଣତା ବଶବର୍ତ୍ତୀ ହୋଇ ରାଜା ଦଶରଥ ସତ୍ୟ କରିଥିଲେ। ଏହା ଭିତରେ ଆଜ୍ଞା କିଛି ଦିନ ବିତି ଯାଇଛି। ବଶିଷ୍ଠଙ୍କ ପରାମର୍ଶରେ ରାଜା ଦଶରଥ ପୁତ୍ରେଷ୍ଠି ଯଜ୍ଞର ଆୟୋଜନ କଲେ। ତାପରେ ଦଶରଥଙ୍କର ପ୍ରଥମ ସନ୍ତାନ ଜନ୍ମ ହେଲା। ଯେମିତି ଦଶରଥଙ୍କର ପ୍ରଥମ ସନ୍ତାନ ଜନ୍ମ ହେଲା, ଜଟାୟୁ ଆଜ୍ଞା ବିକାଳର କଥା, ଆଗତ ଭବିଷ୍ୟତ ସବୁ ଜାଣିପାରନ୍ତି। ସେଇଠୁ ଜଟାୟୁ ଆସି ଅଯୋଧ୍ୟାରେ ପହଞ୍ଚିଲେ। ରାଜା ଦଶରଥଙ୍କୁ ଭେଟ କଲେ। କହିଲେ, ରାଜା, ଅତୀତରେ ତୁମେ ମୋତେ ସତ୍ୟ କରିଛ ମୋତେ ବର ଦେବା ପାଇଁ, ତେଣୁ ଆପଣଙ୍କର ବର୍ତ୍ତମାନ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି, ମୋତେ ତାକୁ ଆପଣ ଦେଇଦିଅନ୍ତୁ। ରାଜା ଦଶରଥ କହିଲେ, ଆରେ ଜଟାୟୁ, ପୁଅଟି ଏବେ ଜନ୍ମ ହେଲା, ତାର ପଞ୍ଚୁଆତି, ଷଷ୍ଠୀ ଘର, 21
ଏସବୁ ଜିନିଷ କିଛି ଯାଇନି। ପ୍ରଜା ମାନେ ବହୁତ ଖୁସି ଅଛନ୍ତି। ସାଧାରଣତଃ ଛୁଆ ଛୋଟ ପିଲାଟିଏ ବା ଜଣ ଘରେ ପୁଅଟିଏ କି ଝିଅଟିଏ ଜନ୍ମ ହେଲେ ସତ୍ୟନାରାୟଣ ପୂଜା ହେଇ ଭୋଗ ବଣ୍ଟାଯାଏ, ଖାଇବା ପିଇବା ହୁଏ। ତେଣୁ ଏସବୁ ଜିନିଷ କିଛି ହେଇନି। ତେଣୁ ତୁମେ ଯାଅ, 21 ପରେ ବା ନାମକରଣ ପରେ ଆସିବ। ଜଟାୟୁ ଫେରିଗଲେ। ଠିକ 21 ପରଦିନ ଜଟାୟୁ ଆସି ପହଞ୍ଚିଗଲେ। ହେ ରାଜା ଦଶରଥ, ଆପଣ ସତ୍ୟ କରିଛନ୍ତି, ତେଣୁ ଆପଣଙ୍କ ପୁଅକୁ ମୋ ହାତରେ ଟେକି ଦିଅ। ସେଇଠୁ ରାଜା ଦଶରଥ କହିଲେ ଆପଣ ତ ନିଜେ ହେଉଛନ୍ତି ଜଣେ ପକ୍ଷୀ, ଛୋଟ ପିଲାଟି, ଆପଣ ତାକୁ ନେଇକି ବର୍ତ୍ତମାନ ତାକୁ କ୍ଷୀର ଟିକେ ଦେବେ କେମିତି ଖାଇବା ପାଇଁ, ତାକୁ ଖାଇବାକୁ ଦେବେ କେମିତି? ତେଣୁ ଆପଣ ବର୍ତ୍ତମାନ ତାର ଲାଳନ ପାଳନ କରିପାରିବେନି। ସେ ବଡ଼ ହେଇଯାଉ, ତାପରେ ଆପଣ ତାକୁ ଦେବେ। ୟା ଭିତରେ ଆଜ୍ଞା ପୁଣି କିଛି ଦିନ ବିତି ଯାଇଛି। ପୁଣି ଦିନେ ଜଟାୟୁ ଆସି ପହଞ୍ଚିଛି। ଏ ରାଜା ଦଶରଥ, ଆପଣ ସତ୍ୟ କରିଛନ୍ତି, ଆପଣଙ୍କ ପୁତ୍ରକୁ ମୋ ହାତରେ ସମର୍ପଣ କରନ୍ତୁ। ସେଇଠୁ ରାଜା ଦଶରଥ କହୁଛନ୍ତି, ଯାରେ ପୁଅର ତ ବିବାହ ବୟସ ଉପଗତ ହେଲାଣି, ତେଣୁ ଏକୁଟିଆ ପୁଅକୁ କଣ ନବୁ? ପୁଅ ସହିତ ବୋହୂ ବି ଯିବ ତୋ ସାଙ୍ଗରେ। ଉଭୟ ପୁଅ ବୋହୂ ତୋର ସେବା ଶୁଶ୍ରୂଷା କରିବେ। ତେଣୁ ଅପେକ୍ଷା କର, ରାମଚନ୍ଦ୍ରଙ୍କର ବିବାହ ସରୁ, ଏକାଥରେ ପୁଅ ବୋହୂକୁ ମୁଁ ତୋ ହାତରେ ସମର୍ପଣ କରିବି। ଏମିତି ଏମିତି ଆଜ୍ଞା ବିଭିନ୍ନ ପ୍ରକାର କଥା କହି ରାଜା ଦଶରଥ ଜଟାୟୁଙ୍କୁ ଭଣ୍ଡା ଅଣ୍ଟି। କୋଉ ଲୋକ ଆଜ୍ଞା ଚାହେଁ, ଏଟା ସାଧାରଣ କଥା ଆଜ୍ଞା କୁହନ୍ତି ସେ ଗାଁ ଗହଳିରେ, ବଗକୁ ମାଛ କଣ ପିତା ହେଇଛି। ସେ ଲୋକ ଆଜ୍ଞା ତା ଦେହରେ 10ଟା ଛୁଆ ଯଦି ଜନ୍ମ ହୁଏ, ସେ ତଥାପି କୌଣସି ଛୁଆକୁ କାହା ହାତରେ ଦେବା ପାଇଁ ଲୋକ ଚାହିଁବନି, ସେ ବାପା ମା କେବେ ଚାହିଁବେନି। ସେମିତି ଏ ଯଦି ଅତି ନୃଶଂସ ହେଇଥିବ, ଆଜିକାଲି ଯୋଉ ଘଟଣା ଘଟୁଛି ହେଇଥିବ, ନହେଲେ କୌଣସି ଲୋକ କେବେ ତା ପୁଅ କି ଝିଅ କାହା ହାତକୁ ଦେବା ପାଇଁ କେବେ ଚାହିଁବନି। ୟା ଭିତରେ ଆଜ୍ଞା ରାମଚନ୍ଦ୍ରଙ୍କର ବିବାହ ସରିଯାଇଛି। ରାତି ପାହିଲେ ରାମଚନ୍ଦ୍ର ରାଜା ହେବେ। ଏତିକି ବେଳେ ଜଟାୟୁ ଆସି ପହଞ୍ଚି ଯାଇଛି। ଜଟାୟୁ ସହିତ ପ୍ରଭୁ ଶ୍ରୀରାମଙ୍କର ଭେଟ ହେଇଛି। ରାମଚନ୍ଦ୍ର ପଚାରିଥିଲେ, ତୁମେ କିଏ ମହାତ୍ମା? ନା ମୁଁ ଜଟାୟୁ, ଆପଣଙ୍କ ପିତାଙ୍କର ମୋ ମିତ୍ର। ଅତୀତ କଥା ସବୁ ଜଟାୟୁ କହିଲେ। ଏମିତି ରାଜା ଦଶରଥ ମୋତେ ସତ୍ୟ କରିଛନ୍ତି, ତାଙ୍କର ଜ୍ୟେଷ୍ଠ ପୁତ୍ରକୁ ବା ବଡ଼ ପୁଅକୁ ସେ ମୋ ହାତରେ ସମର୍ପଣ କରିବେ। କିନ୍ତୁ ୟା ଭିତରେ ଆଜ୍ଞା ବହୁତ ଦିନ ବିତି ଯାଇଛି। କୌଣସି ପ୍ରକାର ତାଙ୍କ ବଡ଼ ପୁଅକୁ ବା ଜ୍ୟେଷ୍ଠ ପୁତ୍ରକୁ ସେ ମୋ ହାତରେ ସମର୍ପଣ କରିନାହାନ୍ତି। ତେଣୁ ଆଜି ଶେଷ ଥର ପାଇଁ ମୁଁ ଦଶରଥଙ୍କୁ କହିବାକୁ ଆସିଛି ଯେ, ହେ ରାଜା, ତୁମେ ସତ୍ୟ କରି ଆଜି ତୁମେ ଅସତ୍ୟ ହେଲ। ପ୍ରଭୁ ରାମଚନ୍ଦ୍ର କହୁଛନ୍ତି, ହଉ ଆପଣ ଯାଆନ୍ତୁ, ମୁଁ ପିତାଙ୍କ ସହିତ କଥା ହେଇ ଆପଣଙ୍କୁ ଜଣେଇବି। ଏଣେ ଆଜ୍ଞା ଦେଖନ୍ତୁ ଏଇ କଥା ଯେ ଜଟାୟୁର ସତ୍ୟ, ଦଶରଥ ସତ୍ୟ କରିଛନ୍ତି ଯେ ରାମଚନ୍ଦ୍ରଙ୍କୁ ଜଟାୟୁକୁ ଦେବେ। ସେଣେ ଆଜ୍ଞା କଣ ହଉଛି ନା, ମନ୍ଥରା ଦାସୀର କୁଚକ୍ରାନ୍ତରେ ପଡ଼ି କୈକେୟୀ ରାଣୀ ଦଶରଥଙ୍କୁ ସେହି ବର ମାଗୁଛନ୍ତି ଯେ ମୋ ପୁଅ ଭରତ ରାଜା ହେବ, ରାମଚନ୍ଦ୍ର 14 ବର୍ଷ ପାଇଁ ବଣକୁ ଯିବେ। ଏଇ ଦୁଇଟା କଥାରେ ଆଜ୍ଞା ସାମଞ୍ଜସ୍ୟ ରହିଲା। ତେଣୁ ପିତୃ ସତ୍ୟ, ଆମେ ଯୋଉ ମୂଳରୁ ଆଲୋଚନା କଲେ ପିତୃ ସତ୍ୟ କଣ, ଇଏ ବି କୈକେୟୀଙ୍କ ପାଖରେ ବି ପିତୃ ସତ୍ୟ କରିଛନ୍ତି। ଦଶରଥ ସତ୍ୟ କରିଛନ୍ତି ମୁଁ ତୁମକୁ ବର ଦେବି। ଜଟାୟୁକୁ ମଧ୍ୟ ସତ୍ୟ କରିଛନ୍ତି ଯେ ମୋ ଜ୍ୟେଷ୍ଠ ପୁତ୍ରକୁ ମୁଁ ତୁମ ହାତରେ ସମର୍ପଣ କରିବି। ତେଣୁ ସେଇ ପିତୃ ସତ୍ୟକୁ ପାଳନ କରିବାକୁ ଯାଇ ରାମଚନ୍ଦ୍ର 14 ବର୍ଷ ପାଇଁ ବଣକୁ ଯାଇଥିଲେ। ଶେଷରେ କହୁଛି ଆଜ୍ଞା ଯେ ଏହା ବାଲ୍ମୀକି ରାମାୟଣରୁ ଉଦ୍ଧାର କରାଯାଇନି କି ତୁଳସୀଦାସ ରାମାୟଣରୁ ଉଦ୍ଧାର କରାଯାଇନି। 300 ପ୍ରକାର ରାମାୟଣ ବର୍ତ୍ତମାନ ବିଭିନ୍ନ ଭାଷାରେ ଉପଲବ୍ଧ ହେଉଛି। ତନ୍ମଧ୍ୟରୁ ସେ ରାମାୟଣରୁ ଏ କାହାଣୀଟିକୁ ମୁଁ ଉପସ୍ଥାପନ କରିବି। ଆପଣ ଗ୍ରହଣ କରିବେ, ଯଦି ଆପଣଙ୍କୁ ଭଲ ଲାଗିଥିବ। ତେବେ ଆଜି ପାଇଁ ଏତିକି, ଅବଶିଷ୍ଟ ପରବର୍ତ୍ତୀ ଅଧ୍ୟାୟ। ଜୟ ଜଗନ୍ନାଥ।